সেটা মতো লাগুচি ওড়িশা সরকারଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହାଫଳରେ ଦୀର୍ଘ ଦିନ ଧରି ହନ୍ତସନ୍ତ ହେଉଥିବା ଜମାକାରୀ ଏଥିରୁ ଆଶ୍ୱସ୍ତ ହେବା ପାଇଁ ଯାଉଛନ୍ତି। ତଦନ୍ତ କମିଶନର ସୁପାରିଶ ଅନୁସାରେ ରାଜ୍ୟ ସରକାରଙ୍କର ଅର୍ଥ ବିଭାଗ ଏ ବାବଦରେ ଯେଉଁ ବିଜ୍ଞପ୍ତି ଜାରି କରିଛି ସେ ବିଜ୍ଞପ୍ତି ଅନୁସାରେ 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଯେଉଁ ଶେଷ ତାରିଖ ଥିଲା ତାକୁ ଘୁଞ୍ଚେଇ କରି ଅଗଷ୍ଟ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି। ଛୋଟ ଜମାକାରୀ ଯେଉଁମାନଙ୍କର ଜମାପୁଞ୍ଜି 10,000 ଟଙ୍କାରୁ କମ୍ ସେ ସମସ୍ତେ ଯେମିତି ଇଏ ପରିଧି ଭିତରକୁ ଆସିବେ ଏବଂ ପଇସା ଫେରସ୍ତ ପାଇବେ ସେ ବାବଦରେ ଅର୍ଥ ବିଭାଗ ନୋଟିଫିକେସନ୍ କରିସାରିଛି ଏବଂ ବହୁତ ସମୟରେ ଯେଉଁମାନେ ଜମାକାରୀ ସେମାନଙ୍କ ପାଖରେ ବହୁତ କିଛି ପ୍ରମାଣ ତଥ୍ୟ ନିଖୁଣ ପ୍ରମାଣ ତଥ୍ୟ ନଥାଏ। ତେଣୁ ଯେକୌଣସି ଡକୁମେଣ୍ଟ ଦେବେ ଯେଉଁଠାରୁ ଜଣେ ସାଧାରଣ ଭାବରେ ଅନୁମାନ କରିବ ଯେ ଗୋଟେ ଜମାକାରୀ ତାରଟା ମଧ୍ୟ ଜମାକାରୀ ଭାବରେ ତାକୁ ବିବେଚନା କରିକିରି ଆମେ ଗ୍ରହଣ କରିବୁ ଏବଂ ତାର ଯେଉଁ ପୁଞ୍ଜି ଜମା ହେଇଥିଲା ତାକୁ ଆମେ ଫେରସ୍ତ କରିବୁ।